ମାନେ ଆମ ହିନ୍ଦୁ ଶାସ୍ତ୍ର ଅନୁସାରେ ଓଡିଶାରେ ଆମ ସାବିତ୍ରୀ ବ୍ରତ ସମସ୍ତେ ହିନ୍ଦୁ ନାରୀ ମାନେ ପାଳନ କରନ୍ତି ନିଜର ସ୍ୱାମୀ ପାଇଁକା ଦୀର୍ଘ କାମନା କରିକି କରିଥାନ୍ତି ତାଙ୍କର ଆୟୁଷ ଲମ୍ବା ହେବା ପାଇଁକା ଏବଂ ପୁତ୍ର ସନ୍ତାନ ପାଇଁକା ଘରର ସମସ୍ତଙ୍କ ମଙ୍ଗଳ କାମନା କରି ଖାସ କରି ସ୍ୱାମୀ ମାନଙ୍କ ପାଇଁ ନାରୀ ମାନେ କରିଥାନ୍ତି। ସେହିପରି ରୀତିନୀତି ଅନୁସାରେ ଆମେ କିନ୍ନର ମାନେ ମଧ୍ୟ ସାବିତ୍ରୀ ବ୍ରତ ପାଳନ କରିଥାଉ ଯାହାକି ଆମ ଗୁରୁ ପାଇଁ ଗୁରୁଚେଲାର ପରମ୍ପରା। ଆମେ ଯେତେବେଳେ କିନ୍ନର ସମାଜରେ ଆସି ପ୍ରଥମେ ଆମେ ମିଶିଥାଉ ଆମର ଯିଏ ଗୁରୁ ଆମ ମଥରେ ସିନ୍ଦୁର ଦେଇ ଆମକୁ ସେ ଶୀର୍ଷ ମାନେ ଶୀର୍ଷତ ଇଏ କରନ୍ତି ଆମେ ଶୀର୍ଷତ ଗ୍ରହଣ କଲା ପରେ ତ ଆମ ମଥରେ ଯେହେତୁ ଗୁରୁ ଆମର ସିନ୍ଦୁର ପିନ୍ଧିଥାନ୍ତି ସେଥିପାଇଁକା ସିଏ ଆମର ଦେବତା ଏବଂ ଆମର ସ୍ୱାମୀ ସବୁ କିଛି ପାଲଟି ଯାଆନ୍ତି। ଆମେ ତାଙ୍କର ଦୀର୍ଘାୟୁ କାମନା କରି ଆଜି ସାବିତ୍ରୀ ବ୍ରତ ପାଳନ କରିଥାଉ ଏବଂ ତାଙ୍କ ଦୀର୍ଘାୟୁ କାମନା କରିବା ସହିତ ସମଗ୍ର ଓଡିଶାବାସୀ ସମଗ୍ର ଭାରତ ବର୍ଷରେ ଯେତେ ଜନସାଧାରଣ ଅଛନ୍ତି ସମସ୍ତଙ୍କ ମଙ୍ଗଳ କାମନା ଏବଂ ଦୀର୍ଘ କାମନା ମଧ୍ୟ କରୁ ଏବଂ ସମସ୍ତେ କେମିତି ସୁଖ ଆଉ ଶାନ୍ତିରେ ଖୁସିରେ ରହିବେ ତାହା ମଧ୍ୟ ଭଗବାନଙ୍କ ପାଖରେ ପ୍ରଭୁ ଲକ୍ଷ୍ମୀ ଓ ନାରାୟଣଙ୍କ ପାଖରେ ଆମେ ମଧ୍ୟ ପ୍ରାର୍ଥନା କଲୁ। ଆଜି ସାବିତ୍ରୀ ବ୍ରତରେ ଆମ ଗୁରୁ ମାନଙ୍କ ସହିତ ସମସ୍ତଙ୍କର ଲମ୍ବା ଆୟୁଷ ହେଉ ଦୀର୍ଘାୟୁ ହେଉ। ଯାଜପୁର କିନ୍ନର ଶାନ୍ତି ସେନା ଜଣେ ସଦସ୍ୟ। ଆଜି ଆମେ ଯାଜପୁରରେ ସମସ୍ତେ ଏକତ୍ରିତ ହେଇ ସାବିତ୍ରୀ ବ୍ରତ ପାଳନ କରୁଛୁ। ଯେଉଁପରି ଭାବରେ ଗୋଟେ ନାରୀ ସାବିତ୍ରୀ ବ୍ରତ ପାଳନ କରି ତାର ସ୍ୱାମୀ ପାଇଁ ଦୀର୍ଘାୟୁ ହେବା ପାଇଁ ସେଇଭଳି ଭାବରେ ଆମେ ଆମ ଗୁରୁ ପାଇଁ ଯେହେତୁ ଆମର ଗୁରୁ ଆମର ସବୁ କିଛି ଯେତେବେଳେ ଆମେ ଘର ଛାଡିକି ଆସିଥାଉ ଅଥବା ଆମ ଘର ଲୋକ ଆମକୁ ଘରୁ ବାହାର କରିଦେଇଥାନ୍ତି ସେଇ ଟାଇମରେ ଆମ ଗୁରୁ ଆମ ସିନ୍ଥିରେ ସିନ୍ଦୁର ଦେଇ ଆମକୁ ତାଙ୍କ ଶିଷ୍ୟ କରି ରଖିଥାନ୍ତି ଯାହା ଫଳରେ ଆମେ ତାଙ୍କୁ ଆମ ଗୁରୁ ସହିତ ସ୍ୱାମୀ ମଧ୍ୟ ମାନିଥାଉ। ସେଥିପାଇଁ ଆମେ ଆମ ଗୁରୁଙ୍କର ଦୀର୍ଘାୟୁ କାମନା କରି ଆମ ଗୁରୁଙ୍କର ଯେପରି ସବୁ କାମ ସଫଳ ହବ ସେଥିପାଇଁ ଆମେ ନିର୍ଜଳା ଯେମିତି ଉପବାସ କରିଛୁ ଆଜି ଆମ ଗୁରୁ ଆମକୁ ଜଳୀୟ ପାନ କଲା ପରେ ଆମେ ଆମର ଖାଦ୍ୟ ଗ୍ରହଣ କରିଥାଉ। ଆମେ ସମସ୍ତେ ଏକତ୍ରିତ ହୋଇ ଆଜି ଯାଜପୁରରେ ସାବିତ୍ରୀ ବ୍ରତ ପାଳନ କରୁ। ଯେଉଁପରି ମା ଘରୁ ଆସେ ମାନେ ବାପ ଘରୁ ଯୋଉପରି ଆସେ ଭାର ସେଇପରି ଆମର ବି ମା ଘରୁ ଭାର ଆସିଥାଏ ଶାଢୀ ଚୁଡି ସବୁ କିଛି ଆସିଥାଏ। ଆଉ ଆମ ଗୁରୁଙ୍କୁ ଆମେ ସେଇ ନୂଆ ବସ୍ତ୍ର ପରିଧାନ କରି ସାରିଲା ପରେ ଆମେ ଆମ ଗୁରୁଙ୍କ ପାଦ କୁ ନମସ୍କାର କରିସାରିଲା ପରେ ଆମେ ଜଳୀୟପାନ କରି ଆମ ବ୍ରତ ଭାଙ୍ଗିଥାଉ।